ରାହୁ ଓ କେତୁ ମହାଗ୍ରହଙ୍କର ରାଶି ପରିବର୍ତ୍ତନ ଏବଂ ବୃଷ ରାଶି ଉପରେ ଏହାର ପ୍ରଭାବ। ଗ୍ରହ ଜଗତର ଦୁଇ ଛାୟାଗ୍ରହ ରାହୁ ଓ କେତୁ ଚଳିତ 2025 ମସିହା ମଇ ମାସ 18 ତାରିଖ ରବିବାର ଦିନ ରାଶି ପରିବର୍ତ୍ତନ କରିଛନ୍ତି। ରାହୁ ଓ କେତୁ ମହାଗ୍ରହଙ୍କର ରାଶି ପରିବର୍ତ୍ତନ ସମଗ୍ର ଦ୍ୱାଦଶ ରାଶିଚକ୍ରକୁ ଗଭୀର ଭାବେ ପ୍ରଭାବିତ କରୁଥିବା ବେଳେ ଜାଣିବା ବୃଷ ରାଶି ଉପରେ ରାହୁ ଓ କେତୁ ମହାଗ୍ରହଙ୍କ ଚଳନର କ'ଣ ପ୍ରଭାବ ପଡ଼ୁଛି ଏବଂ ବୃଷ ରାଶିଜାତ ବ୍ୟକ୍ତି ଏହି ସମୟରେ କ'ଣ ସବୁ ଜ୍ୟୋତିଷୀୟ ଫଳାଫଳ ପ୍ରାପ୍ତ କରିବାର ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର। ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବୃଷ ରାଶିର ଦଶମ ଭାବସ୍ଥିତ କୁମ୍ଭ ରାଶିରେ ରାହୁ ମହାଗ୍ରହ ଦୀର୍ଘ 18 ମାସ କାଳ ଅବସ୍ଥାନ କରିବା ସମୟରେ ବୃଷ ରାଶି ପାଇଁ ବହୁତ ଶୁଭ ଫଳ ପ୍ରଦାନ କରିବେ। ଏହି ସମୟରେ ବୃଷ ରାଶି ବ୍ୟକ୍ତିଙ୍କର କ୍ୟାରିୟର ଚରମ ସଫଳତାର ଶିଖର ଛୁଇଁବ। କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଚାକିରି କରୁଥିଲେ ପ୍ରମୋସନ ମିଳିବାର ପ୍ରବଳ ସମ୍ଭାବନା ରହିଅଛି। ସାମାଜିକ ଜୀବନରେ ସମସ୍ତଙ୍କୁ ଏଡ଼ାଇ ଖ୍ୟାତି ଓ ସମ୍ମାନ ଲାଭ କରିବେ। ରାଜନୀତି ଓ କୂଟନୀତିରେ ପାରଙ୍ଗମ ହେବେ। ରାଜନୈତିକ କ୍ଷେତ୍ରରେ ରହିଥିଲେ ରାଜନୈତିକ ପଦପଦବୀ ସହିତ ସିଂହାସନ ଅର୍ଥାତ୍ ମନ୍ତ୍ରୀ ପଦ ମଧ୍ୟ ମିଳିବାର ପ୍ରବଳ ସମ୍ଭାବନା ରହିଛି। ଜନସାଧାରଣଙ୍କ ସହିତ ସର୍ବଦା ଯୋଡ଼ି ହୋଇ ରହିବେ ଏବଂ ସାଧାରଣ ଜନତାଙ୍କ ଦ୍ୱାରା ମଧ୍ୟ ବହୁତ କ୍ଷେତ୍ରରେ ସମ୍ମାନିତ ହେବେ। ବୃଷ ରାଶି ପାଇଁ କୁମ୍ଭ ରାଶିସ୍ଥ ଦଶମ ଭାବର ରାହୁ ବ୍ୟବସାୟିକ ସଫଳତା ପ୍ରଦାନ କରିବ। ଏହି 18 ମାସ ସମୟ ମଧ୍ୟରେ ବାଣିଜ୍ୟ ବେପାରରୁ ପ୍ରଚୁର ଧନ ଉପାର୍ଜନ ହେବ। ନୂତନ ବାଣିଜ୍ୟ କରିବା ସହିତ ବୈଦେଶିକ ବାଣିଜ୍ୟ ଅର୍ଥାତ୍ ଏକ୍ସପୋର୍ଟ ଇମ୍ପୋର୍ଟ ବିଜନେସ୍ କରିବା ପାଇଁ ସୁଯୋଗ ଆସିବ। ସେହିପରି ସମାନ୍ତରାଳ ଭାବେ ବୃଷ ରାଶିର ଚତୁର୍ଥ ଭାବ ସିଂହ ରାଶିରେ ଦୀର୍ଘ 1.5 ବର୍ଷ ପାଇଁ ଗୋଚର କରୁଥିବା କେତୁ ମହାଗ୍ରହ ଘର ଭିତରେ ଗ୍ରହଣ ଯୋଗ ସୃଷ୍ଟି କରିପାରନ୍ତି। ବନ୍ଧୁବାନ୍ଧବଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ଘରେ ଅନୁଷ୍ଠିତ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟରେ ଅହେତୁକ ବିଳମ୍ବ ଲାଗି ରହିବ। ଗୃହ ନିର୍ମାଣ କରିବା ପାଇଁ ମନ ବଳାଇବେ ସତ, କିନ୍ତୁ ଗୃହ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଯିବ। ଯାନବାହନ କିଣିବାର ସୁଯୋଗ ଆସିବ। ନିଜ ମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ। ପାରିବାରିକ ବିଶୃଙ୍ଖଳା ପ୍ରତି ସତର୍କ ଦୃଷ୍ଟି ରଖିଥିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ବୃଷ ରାଶିର ଦଶମ ଭାବ କୁମ୍ଭ ରାଶିରେ ଅବସ୍ଥିତ ରାହୁ ବୃଷ ରାଶିଜାତ ବ୍ୟକ୍ତିଙ୍କୁ ରୁମାଟିଜିମ୍ ବା ଆଣ୍ଠୁଗଣ୍ଠି ଜନିତ ବାତ ପ୍ରଦାନ କରିପାରେ। ଶରୀରରେ ବାୟୁ ବିକାର ଜନିତ ରୋଗ ଦେଖାଦେବ। ଛାତି ରୋଗ ବା ଚେଷ୍ଟ ପେନ୍ ଭଳି ସମସ୍ୟା ଉପୁଜିପାରେ। ସେହିପରି ବୃଷ ରାଶିର ଚତୁର୍ଥ ଭାବସ୍ଥ କେତୁ ଛାତିରେ ଯନ୍ତ୍ରଣା ଓ ହାର୍ଟ ଡିଜିଜ୍ ବା ହୃଦରୋଗ ଭଳି ସମସ୍ୟା ଉପୁଜାଇବାର ମଧ୍ୟ ସମ୍ଭାବନା ରହିଅଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ଜଗତର ଏହି ମାୟାବୀ ଗ୍ରହ ରାହୁ ଏବଂ କେତୁଙ୍କର ରାଶି ପରିବର୍ତ୍ତନରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ବୃଷ ରାଶିଜାତ ବ୍ୟକ୍ତି ମା ଦୁର୍ଗାଙ୍କର ଶରଣାପନ୍ନ ହୁଅନ୍ତୁ। ପ୍ରତ୍ୟହ ହନୁମାନ ଚାଳିସା ପାଠ କରନ୍ତୁ, ସୁଫଳ ପାଇବେ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରାହୁ ଓ କେତୁ ଚଳନ ଜନିତ ଅଶୁଭତ୍ୱ ଦୂର ହୋଇ
ରହିଥିବା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ନମସ୍କାର। ତପନ।